ମୁଁ ପ୍ରମୋଦ କୁମାର ସାହୁ ଆଡଭୋକେଟ୍ ଢେଙ୍କାନାଳ। ମୋର ବେକରେ ମୋ ପିଠିରେ ଯନ୍ତ୍ରଣା ହେଉଥିଲା ଏବଂ ମୋତେ ବେଶୀ ସମୟ ଚାଲିବା ଏବଂ ଠିଆ ହେବାର ବହୁତ କଷ୍ଟ ଅନୁଭବ ହେଉଥିଲା। ତାପରେ ମୁଁ ସାର୍ଙ୍କର ସଂସ୍ପର୍ଶରେ ଆସିକି ସାର୍ଙ୍କୁ ଆତ୍ମରଞ୍ଜନ ସାର୍ଙ୍କ ସହିତ ଯୋଗାଯୋଗ କରିଥିଲି ଏବଂ ସାର୍ଙ୍କ ପରାମର୍ଶ କ୍ରମେ ବେକର ଅପରେସନ୍ ହେଇଥିଲି ଏବଂ ତାପରେ ଅଣ୍ଟାର ଅପରେସନ୍ ହେଇଛି। ଏବେ ଅଣ୍ଟା ଅପରେସନ୍ ମାତ୍ର 2 ଦିନ ହେଇଛି, କିନ୍ତୁ ମୁଁ ପୁରା ଗୋଟେ ସାଧାରଣ ମଣିଷ ହିସାବରେ ଚଲାବୁଲା କରୁଛି ଏବଂ ଠିଆ ହେଇକି ରହିପାରୁଛି। ଏବଂ ଏଠାରେ ଗୋଟେ କଥା କହିବାକୁ ଚାହୁଁଛି କି ଯେ ଆତ୍ମରଞ୍ଜନ ସାର୍, ତାଙ୍କ ନାମ ହିଁ ତାଙ୍କ ପାଇଁ ଯଥେଷ୍ଟ। ସେ ଅନ୍ୟର ଆତ୍ମାକୁ ବୁଝିପାରନ୍ତି। ସେ ଜଣେ ଶାନ୍ତ ସରଳ ଅମାୟିକ ସାଧାରଣ ଅମ୍ଳାନ ବ୍ୟକ୍ତିତ୍ୱର ଅଧିକାରୀ। ଜଣେ ଡାକ୍ତରଙ୍କୁ ସାଧାରଣତଃ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ତାଙ୍କର ପରାମର୍ଶ ଯାହାଟା ଯାଇଛି ସେ ଲୋକଟି ନିଶ୍ଚିତ ଭାବରେ ଭଲ ହେଇଛି। ତେଣୁ ଏତିକି ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଆଜି ବି ଆଉ ଗୋଟିଏ ହେଉଛି ପବିତ୍ର ପଙ୍କଧର ଏକାଦଶୀ ଏବଂ କୁମ୍ଭ ସଂକ୍ରାନ୍ତି। ଆଜି ଗୋଟେ ପୁଣ୍ୟ ପବିତ୍ର ତିଥି। ଆଜିର ଦିନରେ ସେ ଲୋକଙ୍କୁ ସେବା ମାଧ୍ୟମରେ, ଡାକ୍ତରୀ ସେବା ମାଧ୍ୟମରେ ଯେଉଁ ପ୍ରକାର ସେବା ଦେଉଛନ୍ତି ଏବଂ ଲୋକଙ୍କୁ ନୂତନ ଜୀବନ ଦେଉଛନ୍ତି, ସେହି ସେବା ମାଧ୍ୟମରେ ଭଗବାନ ତାଙ୍କୁ ନୂତନ ଶକ୍ତି ପଥରେ ଆଗେଇ ନିଅନ୍ତୁ। ତାଙ୍କର ଚଲାପଥ କୁସୁମିତ ହେଉ ଏବଂ ମା ଜଗଜନୀ, ମା କୃପାମୟୀ, କରୁଣାମୟୀ ତାଙ୍କୁ ଘଣ୍ଟ ଘୋଡ଼େଇ ରଖନ୍ତୁ। ଆଜିର ଏହି ଶୁଭ ଦିନରେ ମୋର ଏତିକି ପ୍ରାର୍ଥନା।